ଆପଣ ଭାବିଛନ୍ତି କେବେ କାହିଁକି ଆମେ ନିତ୍ୟ ପ୍ରାର୍ଥନା କରୁଛୁ, ଜପ କରୁଛୁ, ତଥାପି ଏ ଶରୀର ରୋଗୀ, ମନଟା ଅଶାନ୍ତ, ଆଉ ଘରେ ଅଶୁଭ ପରିସ୍ଥିତି କାହିଁକି ଜନ୍ମ ନେଉଛି? ରୋଗ କେବଳ ବାହାରୁ ଆସେ କି ନା କି ଆମର ଆଚରଣରୁ? ଆହାର ଓ ଚିନ୍ତା ମାଧ୍ୟମରେ ଆମେ ନିଜେ ତାକୁ ଆମନ୍ତ୍ରଣ କରୁଛୁ କି? ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହିଥିଲେ, ଯେ ଆଚାରେ ବାଞ୍ଛେ ବାଢ଼େ ସଦାଚାର ତା ଜାନିସ୍। ଅର୍ଥାତ୍ ଯେଉଁ ଆଚରଣ ଆମକୁ ବଞ୍ଚାଏ, ବଢ଼ାଏ, ଶକ୍ତି ଦିଏ, ସେଇ ହେଉଛି ସତ୍ୟ ସଦାଚାର। ଆଜି ଆମେ ଜାଣିବା ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସଦାଚାରର ସେଇ ଗୁପ୍ତ ନିୟମ, ଯାହାକୁ ପାଳନ କଲେ ରୋଗ ଆସିବା ପୂର୍ବରୁ ଭୟ କରିବ ଓ ଘରେ ଜନ୍ମ ନେବ ସୁସ୍ଥତା, ଶାନ୍ତି ଓ ସ୍ୱାତିକ ସନ୍ତାନଟିଏ। ଆଜିର ଏହି ଅମୂଲ୍ୟ ଆଲୋଚନାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ, କାରଣ ଏହା କେବଳ ଜ୍ଞାନ ନୁହେଁ, ଏହା ହେଉଛି ଜୀବନକୁ ନିରାମୟ କରିବାର ଗୁରୁ ମନ୍ତ୍ର। ଆସ ମୋର ଗୁରୁଙ୍କୁ ସ୍ମରଣ କରି ଆରମ୍ଭ କରିବା এই ବିଷୟଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର, ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ବଡ଼ଦା ମୋର, ପୂଜ୍ୟ ପାଦ ଆଚାର୍ଯ୍ୟ ଦେବ ମୋର, ସଭିଙ୍କ ରାତୁଳ ଶ୍ରୀ ଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଭକ୍ତିମୟୀ ମା ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା, ପ୍ରୀତି, ଆନନ୍ଦିତ ଜୟଗୁରୁ, ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ସବୁଦିନେ ଏମିତି ଆତ୍ମିକ କଥା ଶୁଣିବା ପାଇଁ ଆମର ଏଇ ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନାକୁ ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନକୁ ଦବେଇ ଦିଅନ୍ତୁ। ଭଲ ଲାଗିଲେ ନିଜ ପ୍ରିୟଜନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ଭଗବାନଙ୍କ ସୃଷ୍ଟିରେ ଜୀବନ ଥିବା କେଉଁ ପ୍ରାଣୀ ନ ଚାହେଁ ଶରୀର, ମନ, ପ୍ରାଣରେ ସୁସ୍ଥ ରହି ବଞ୍ଚି ରହିବାକୁ? ସମସ୍ତେ ଚାହାନ୍ତି ନିରୋଗ ସୁସ୍ଥ ଜୀବନ। ମଣିଷ ବ୍ୟତୀତ ଇତର ପ୍ରାଣୀମାନେ ମଧ୍ୟ ଚାହାନ୍ତି ନାହିଁ ରୋଗ ଭୋଗିବାକୁ, କିନ୍ତୁ ଭୋଗିଥାନ୍ତି, କାରଣ ସେମାନେ ଏହାର କାରଣ ଓ ନିରାକରଣ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ଶ୍ରୀ ଶ୍ରୀ ଠାକୁରଙ୍କ ଭାବାଦର୍ଶ ଆଜି କୋଟି କୋଟି ମଣିଷଙ୍କ ହୃଦୟରେ ପହଞ୍ଚି ପାରିଛି, ଆଉ ସେମାନଙ୍କୁ ବଞ୍ଚିବାର ସେହି ଅମୂଲ୍ୟ ନୀତି ଦେଇ କେତେ ଯେ ସରସ ସୁନ୍ଦର କରି ତୋଳି ପାରିଛି ତାର ଇୟତା ନାହିଁ। ସୁସ୍ଥ ଜୀବନଟିଏ ପାଇବା ପାଇଁ ଗୋଟିଏ ମାତ୍ର ପଥ ମଣିଷ ପାଇଁ ହେଉଛି ସଦାଚାର ପାଳନ, ଅର୍ଥାତ୍ ସତ୍ ଉତ୍ତମ ଆଚରଣ, ଶୁଦ୍ଧ ରୀତି ବା ଚାଲିଚଳନ, ଯେଉଁ ଚଲାବୁଲା, ଖାଇବା, ପିଇବା, ସ୍ୱାସ୍ଥ୍ୟ, ଜୀବନ ଓ ଚରିତ୍ରକୁ ଜୀବନ୍ତ କରି ତୋଳେ। ସଦାଚାର ମାନେ କିନ୍ତୁ ସୂଚିବାଈଗ୍ରସ୍ତ ନୁହେଁ, ବରଂ ସାବଧାନ ରହି ଆତ୍ମରକ୍ଷା କରି ଚାଲିବା, ବଞ୍ଚିବା, ବଢ଼ିବା ପଥରେ। ସଦାଚାର ପାଳନ ଫଳରେ ସ୍ନାୟୁତନ୍ତ୍ରୀର ସୂକ୍ଷ୍ମ ସମ୍ବେଦନ ପ୍ରବଣତା ବୃଦ୍ଧି ପାଏ। ଶ୍ରୀ ଶ୍ରୀ ଠାକୁର ସଦାଚାରର ସଂଜ୍ଞା ପ୍ରଦାନ କରି କହିଲେ, ସଦାଚାରେ ବଲେ କାରେ ତାକିରେ ତୁଇ ବୁଝିস, যে আচারে বাঞ্চে বাঢ়ে সদাচার তা জানিস। ଏହି ସଦାଚାର ସମ୍ବନ୍ଧରେ ଶ୍ରୀ ଶ୍ରୀ ଠାକୁର ଆଲୋଚନା ପ୍ରସଙ୍ଗରେ ଏବଂ ବାଣୀ ମାଧ୍ୟମରେ ବହୁବାର ବୁଝେଇଛନ୍ତି। ସଦାଚାର ହେଉଛି ତିନି ପ୍ରକାରର। ପ୍ରଥମଟି ଶାରୀରିକ ସଦାଚାର, ଦ୍ୱିତୀୟଟି ମାନସିକ ସଦାଚାର
ଆଉ ତୃତୀୟଟି ଆଧ୍ୟାତ୍ମିକ ସଦାଚାର। ଆପଣ କେବେ ବୁଝିଛନ୍ତି ଶାରୀରିକ ସଦାଚାର ମାନେ କ'ଣ? ଶ୍ରୀ ଠାକୁରଙ୍କ ମତରେ ଶରୀରକୁ ସୁସ୍ଥ ରଖିବା ପାଇଁ ଶାରୀରିକ ସଦାଚାର ଅବଶ୍ୟ ପାଳନୀୟ। ପରିଷ୍କାର ପରିଚ୍ଛନ୍ନ ରହିବା, ହାତ ଗୋଡ଼ ନିୟମିତ ଧୋଇବା, ବିଶେଷ କରି ବାହାରେ ବୁଲାବୁଲି କରି ଘରକୁ ଫେରିଲେ ଧ୍ୟାନ ରଖିବା, ଦାନ୍ତ ମୁହଁ ଜିଭ ପରିଷ୍କାର ରଖିବା, ସମୟ ଅନୁସାରେ ନଖ ଚୂଳ କାଟିବା, ମଳମୂତ୍ର ତ୍ୟାଗ କରିସାରିବା ପରେ ଉତ୍ତମ ରୂପେ ଶୌଚ ଯିବା, ଅନ୍ୟର ବ୍ୟବହୃତ ଲୁଗା କପଡ଼ା ପୋଷାକ ଗାମୁଛା ବିଛଣାପତ୍ର ଆଦୌ ବ୍ୟବହାର ନ କରିବା, ଏକ ପାତ୍ରରେ ଅନ୍ୟ ସହିତ ଆହାର ନ କରିବା, ବାସି ଖାଦ୍ୟ ଓ ହୋଟେଲ ଇତ୍ୟାଦିରେ ନ ଖାଇବା, ଅସମୟରେ ଯେତେବେଳେ ସେତେବେଳେ ଯାହା ତାହା ହାତରୁ ନ ଖାଇବା, ଅର୍ଥାତ୍ ଅଜ୍ଞାତ କୁଳଶୀଳ କାହାରି ହାତରୁ ନ ଖାଇବା, ସତା ପୋଷଣୀ ସାତ୍ତ୍ୱିକ ନିରାମିଷ ଆହାର ଗ୍ରହଣ କରିବା ମାନେ ମଦ ଆଦି ମାଦକ ଦ୍ରବ୍ୟ, ମାଛ ମାଂସ ଅଣ୍ଡା ପିଆଜ ରସୁଣ ନ ଖାଇବା, ଆଖି ନାକ ମୁହଁ ପ୍ରଭୃତିରେ ହାତ ଦେଇ ଉତ୍ତମ ଭାବେ ହାତ ଧୋଇବା, ସଂକ୍ରାମକ ରୋଗ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ସବୁଠୁ ଭଲ। ଉଦାହରଣ ସ୍ୱରୂପ ଯେଉଁ ଲୁଗା ପିନ୍ଧି ରାତିରେ ଶୋଇଥିବା ସେହି ଲୁଗା ପିନ୍ଧି ଉପଯୁକ୍ତ ଭାବରେ ପରିଷ୍କାର ପରିଚ୍ଛନ୍ନ ନ ହୋଇ ରନ୍ଧା ଘରେ ପଶିବା ହେଉଛି ଅନୁଚିତ। କାରଣ ରାତିରେ ଶୋଇଥିବା ଅବସ୍ଥାରେ ଶରୀରରୁ ଅନିଷ୍ଟକାରୀ ରୋଗ ଜୀବାଣୁ ନିର୍ଗତ ହୋଇଥାନ୍ତି ଆଉ ଯାହା ଶୋଇଥିବା ବସ୍ତ୍ରରେ ଲାଗି ରହିଥାନ୍ତି। ପୁଣି ମହିଳାମାନଙ୍କର ମାସିକ ଋତୁସ୍ରାବ ସମୟରେ ଶରୀରରୁ ଯେଉଁ ମଇଳା ନିର୍ଗତ ହୋଇଥାଏ ସେଥିପାଇଁ 3-4 ଦିନ ରୋଷେଇ କିମ୍ବା ଅନ୍ୟ କିଛି ଛୁଆଁଛୁଇଁ ନ କରିବା ସବୁଠୁ ଭଲ। ପରମପିତା ପରମ ଦୟାଳ ଶ୍ରୀ ଶ୍ରୀ ଠାକୁର କହିଲେ, ଖାଇବା ବାସନ ଉପରେ ମୁହଁ ପାଟି ଧୋଇ କୁଳୁକୁଜା କରିବ ନାହିଁ। ପାଟିର ଲାଳରେ ଥିବା ରୋଗ ଜୀବାଣୁ ପାଣି ସହିତ ବାସନ ଉପରେ ପଡ଼ିବ ଆଉ ତାହା ଧୋଇଲେ ମଧ୍ୟ ସହଜରେ ଯିବ ନାହିଁ। ପୁଣି ଶ୍ରୀ ଠାକୁର କହିଲେ, ସେଓ ପିଜୁଳି ଇତ୍ୟାଦି ଟାଣ ଫଳକୁ ନ କାଟି ବରଂ ଦାନ୍ତରେ କାମୁଡ଼ି କାମୁଡ଼ି ଖାଇବା ଭଲ। ଏହାଦ୍ୱାରା ପାଟିର ସମସ୍ତ ଲାଳ ସହିତ ମିଶି ଶରୀର ମଧ୍ୟକୁ ଯାଇ ବହୁତ ରୋଗ ଜୀବାଣୁ ନଷ୍ଟ କରିଦିଏ ଆଉ ହଜମ କ୍ରିୟା ବି ଷ୍ଟ୍ରଙ୍ଗ କରାଏ। କେଉଁଠାରୁ କେଉଁ ସଂକ୍ରମଣ ଆସେ ତାର କ'ଣ ଠିକ୍ ଠିକଣା ଅଛି? ସେଇଥିପାଇଁ ଶ୍ରୀ ଠାକୁର କହିଲେ, ଦୈହିକ ସଦାଚାର ଠିକ୍ ପାଳନ କଲେ ଅଧିକାଂଶ ରୋଗର ହିଁ 90% ପ୍ରତିକାର କରାଯାଇପାରେ। ଆଉ ଏହାରି ମଧ୍ୟରେ ଏଇଠି ମାନସିକ ସଦାଚାର ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଠାକୁର ଚଲାର ସାଥୀ ଗ୍ରନ୍ଥରେ କହିଛନ୍ତି, ସ୍ୱାସ୍ଥ୍ୟ ଯେପରି ମନକୁ ନିୟନ୍ତ୍ରିତ କରେ, ମନ ମଧ୍ୟ ସେହିପରି ସ୍ୱାସ୍ଥ୍ୟକୁ ବଶକୁ ଆଣିପାରେ। ତୁମର ମନ ଯେତେ ଶୁଦ୍ଧ ସବଳ ରହିବ, ତୁମର ସ୍ୱାସ୍ଥ୍ୟ ମଧ୍ୟ ଅନେକାଂଶରେ ତାହାର ଅନୁସରଣ କରିବ। ଅସତ ଚିନ୍ତା, ଦୁର୍ଭାବନା, ଉଦ୍ବେଗ ଅର୍ଥାତ୍ ଅନ୍ୟର ଅନିଷ୍ଟ ଚିନ୍ତା କରିବା, ପରଶ୍ରୀ କାତରତା, ଈର୍ଷା ଇତ୍ୟାଦିରୁ ମନ ଭାରାକ୍ରାନ୍ତ ହୋଇ ଦୂଷିତ ହୁଏ। ଅନ୍ୟ ପ୍ରତି ଅସୂୟା ଭାବ ଲାଗି ରହିଲେ ମନରେ ବିରକ୍ତି ଭାବ ଆସେ। ଫଳରେ ମନଟି ଦୁର୍ବଳ ହୋଇଯାଏ। କିନ୍ତୁ ମନରେ ଅନ୍ୟ ପ୍ରତି ସତ୍ ଚିନ୍ତା, ସତ୍ ଭାବନା ରହିଲେ, ସତ୍ କଥା ଓ ସଦାଲୋଚନା ମଧ୍ୟ ଦେଇ ମନ ତିଆରି ହୁଏ, ମନ ପ୍ରଫୁଲ୍ଲ ରହେ, ଯାହାଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଅକ୍ଷୁର୍ଣ୍ଣ ରୁହେ। ଏଥିପାଇଁ ଶ୍ରୀ ଠାକୁର କହିଲେ, ନଜର ରଖିବାକୁ ହେବ ତୁମର ପାରିପାର୍ଶ୍ୱିକର ପରିଶୁଦ୍ଧତା ପ୍ରତି। ଅଶୁଦ୍ଧ ପାରିପାର୍ଶ୍ୱିକ
ସ୍ୱାସ୍ଥ୍ୟ ଓ ମନକୁ ଯେତେ ବିଗାଡ଼ି ଦେଇପାରେ, ଏପରି ଆଉ କ୍ୱଚିତ କେହି କରିପାରେ। ନଜର ରଖ। ଆଉ ଏହାକୁ ନେଇ ଆସେ ଆଧ୍ୟାତ୍ମିକ ସଦାଚାର। ଏହି ଆଧ୍ୟାତ୍ମିକ ମାନେ ଆତ୍ମା ସମ୍ବନ୍ଧୀୟ। ଆଧ୍ୟାତ୍ମିକ ସଦାଚାର ମାନେ ଯେଉଁଥିରେ ଆତ୍ମା ପୃଷ୍ଟ ହୁଏ, ତୃଷ୍ଟ ହୁଏ, ତୃପ୍ତ ହୁଏ, ଶାନ୍ତି ପାଏ, ଆନନ୍ଦିତ ହୁଏ, ତାହା ହିଁ ପାଳନ କରିବା। ଏଇଥିପାଇଁ ପ୍ରଥମେ ଦରକାର ଜୀବନରେ ଇଷ୍ଟ ଜୀବନ୍ତ ଆଦର୍ଶ ବା ସଦ୍ଗୁରୁଙ୍କ ଶରଣାଗତି ବା ସଦ୍ଗୁରୁ ଗ୍ରହଣ। ଇଷ୍ଟଙ୍କଠାରେ ସୁକେନ୍ଦ୍ରିକ ହୋଇ ତନୁ ମନ ପ୍ରାଣ ତାଙ୍କଠାରେ ନିବେଦିତ କରି ତାଙ୍କର ନିର୍ଦ୍ଦେଶ ଅନୁସାରେ ଇଷ୍ଟ ବିଷୟକ ଜପ ଧ୍ୟାନ ସ୍ମରଣ ମନନ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠା ପରାୟଣ ହୋଇ ତନ୍ମୁଖ ଚଳନ ହିଁ ଆଧ୍ୟାତ୍ମିକ ସଦାଚାର। ଏହି ତିନୋଟି ସଦାଚାର ଶ୍ରୀ ଶ୍ରୀ ଠାକୁରଙ୍କ ମତରେ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ। ଶାରୀରିକ ସୁସ୍ଥତା ପାଇଁ ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତା ବି ଅପରିହାର୍ଯ୍ୟ। ମନ ଅଶାନ୍ତ ରହିଲେ ଶରୀର ଅସୁସ୍ଥ ହୋଇପଡ଼ିବ। ଏହି ଆଧ୍ୟାତ୍ମିକ ଭାବ କ୍ଷୀର୍ଣ୍ଣ ହେବ। ଆଧ୍ୟାତ୍ମିକ ଓ ଶରୀର ଅସୁସ୍ଥ ରହିଲେ ମନ ବି ଅସୁସ୍ଥ ହୋଇପଡ଼ିବ। ପରମ ପ୍ରେମମୟ ପରମ ଦୟାଳ ଶ୍ରୀ ଶ୍ରୀ ଠାକୁର ନାରୀମାନଙ୍କର ଉଦ୍ଦେଶ୍ୟରେ ଅନେକ ବାଣୀ କହିଛନ୍ତି। ସେଥିମଧ୍ୟରୁ ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ରରେ ଗୋଟିଏ ବାଣୀରେ କହିଛନ୍ତି, ତୁମେ ଯାହା ଖାଇବ ତାହାର ଯେପରି ଗୁଣ ସ୍ୱଭାବ ଓ କ୍ରିୟା ତୁମର ବିଧାନକୁ ତଦନୁପାତିକ ସଙ୍ଗତ କରି ଉକ୍ତ ଗୁଣ ଓ କ୍ରିୟା ତୁମର ସ୍ୱଭାବରେ ଜାନ୍ତବ ହୋଇ ଫୁଟି ଉଠିବ। କିନ୍ତୁ ଖାଦ୍ୟର ବିବେଚନା ଟିକିଏ ସେଇ ଆଡ଼କୁ ନଜର ରଖି ଯଦି କର, ଲାଭବାନ ହୋଇପାରିବ ପ୍ରାୟଶଃ। ତେଣୁ ଶାସ୍ତ୍ରରେ କୁହାଯାଇଛି, ଆହାର ଶୁଦ୍ଧ ସତୋ ଶୁଦ୍ଧି। ଆହାର ପ୍ରଭାବ ଅନେକାଂଶରେ ଆମର ସମସ୍ତ ଶରୀର ଉପରେ ପ୍ରଭାବ ପକାଏ। ମତ୍ସ୍ୟ ମାଂସ ଅଣ୍ଡା ପିଆଜ ରସୁଣ ଇତ୍ୟାଦି ହେଉଛି ରାଜସିକ ଆହାର। ଏହା ପୁରୁଷ ଅପେକ୍ଷା ନାରୀ ପକ୍ଷରେ ଅତ୍ୟନ୍ତ କ୍ଷତିକାରକ। କାରଣ ପୁରୁଷର ଖାଦ୍ୟଜନିତ ପ୍ରଭାବ ପ୍ରବୃତ୍ତି ଓ ପ୍ରକୃତିରେ ପରିଣତ ହୋଇ ସୂକ୍ଷ୍ମ ଭାବରେ ଲୁକାୟିତ ଥାଏ। ତାହାକୁ ମା ଚାହିଁଲେ ସଂଶୋଧନ କରାଇ ନେଇପାରେ। ବାପାଙ୍କ ରେତ୍ର ପ୍ରଭାବ ମୁଖ୍ୟ ହେଲେ ହିଁ ତାହାର ଦୋଷକୁ ସଂଶୋଧନ କରାଇ ନେବାର ଶକ୍ତି ଓ କ୍ଷମତା ବହୁ ଗୁଣରେ ମା ହାତରେ ଅଛି। ଉଦାହରଣ, ହିରଣ୍ୟକଶ୍ୟପର ରେତରେ ମଧ୍ୟ ମାଂସହାର ପ୍ରବୃତ୍ତି ସୂକ୍ଷ୍ମ ଭାବ ଥିଲା ନିଶ୍ଚୟ, କିନ୍ତୁ ତାହାକୁ ଶୀତଳୀକୃତ କରିନେବାର ଯେଉଁ କ୍ଷମତା କୟାଦୁ ହାତରେ ଥିବାରୁ ପ୍ରହ୍ଲାଦ ଚରିତ୍ରରେ ତାହା ଉଙ୍କି ମାରିବାର ସୁଯୋଗ ମଧ୍ୟ ପାଇପାରିଲା ନାହିଁ। ବରଂ ନାରଦଙ୍କ ସଂସ୍ପର୍ଶରେ ଆସି ଅନେକ ଦିବ୍ୟ ଭାବର ସମାବେଶ କରି ପୁତ୍ରଠାରେ ସ୍ୱାତ୍ବିକ ଲକ୍ଷଣ ଗୁଡ଼ିକ ସଂଗଠିତ କରିବାର କ୍ଷମତା ପ୍ରାପ୍ତ ହୋଇ ଦେଖାଇ ଦେଇଥିଲେ ଦୁନିଆକୁ ଯେ ଏକ ରାକ୍ଷସର ସନ୍ତାନକୁ ମଧ୍ୟ ମା ଚାହିଁଲେ ଦେବ ସନ୍ତାନରେ ପରିଣତ କରାଇ ଦେଇପାରେ। ଠିକ୍ ଏହି ଫର୍ମୁଲାରେ ମା ଯଦି ଠିକ୍ ନ ହୁଏ, ତେବେ ଅନେକ ଦେବ ସନ୍ତାନ ଅର୍ଥାତ୍ ଦେବଅଂଶୀ ପୁରୁଷ ଠାରୁ ଗ୍ରହଣ କରିଥିବା ସେହି ଦେବ ଔରସ ମଧ୍ୟ ସନ୍ତାନକୁ ଦୁଷ୍ଟ ସନ୍ତାନରେ ପରିଣତ କରିଦେଇପାରେ। ଏହାର ସାକ୍ଷାତ ଉଦାହରଣ ହେଲା ପିତା ଉଗ୍ରସେନଙ୍କର ଠାରୁ ପୁତ୍ର କଂସର ଜାତ, ନୁହେଁ କି ବନ୍ଧୁଗଣ? ସେଇଥିପାଇଁ ଏହି ପ୍ରଜନନ ପ୍ରକଳ୍ପର ବିଧାନ ଲଙ୍ଘନ କଲେ ଦୁଷ୍ଟ ଭାବମୟ ଦୁର୍ବୃତ୍ତ ପାଷାଣ୍ଡଙ୍କର ଜନ୍ମ ମଧ୍ୟ ସମ୍ଭବ ହୋଇଥାଏ। ହଁ ବନ୍ଧୁଗଣ,
ଆଜିର ଏହି ବିଷୟବସ୍ତୁଟି ଆପଣମାନଙ୍କୁ ଭଲ ଲାଗିଲେ ଯଥାଯଥ ପାଳନ କରିବାକୁ ଚେଷ୍ଟା କରିବେ। ଆଉ ଏ ଭିଡ଼ିଓଟିକୁ ଲାଇକ୍ କରିବେ, କମେଣ୍ଟସରେ ଜୟଗୁରୁ ଲେଖି ନିଶ୍ଚୟ ଜଣେଇବେ। ଆଉ ଯେଉଁମାନେ ଏ ପର୍ଯ୍ୟନ୍ତ ଆମର ଏଇ ଛୋଟିଆ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଶୀଘ୍ର ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅଲ୍କୁ ପ୍ରେସ୍ କରି ରଖନ୍ତୁ। ସବୁଦିନ ଠିକ୍ ଏହି ସମୟରେ ଆଉ ଏକ ସୁନ୍ଦର ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।